ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହରସ୍ଥିତ ଟାଉନ୍ ହଲ୍ଠାରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବନଖଣ୍ଡ ଅଧିକାରୀ ସମୀର କୁମାର ସାହୁଙ୍କ ସଭାପତିତ୍ୱରେ ବାମରା ବନଖଣ୍ଡ ସ୍ତରୀୟ ବନାଗ୍ନି ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ କୁଚିଣ୍ଡା ଉପଜିଲ୍ଲାପାଳ ହେମସାଗର ଭୋଇ ମୁଖ୍ୟ ଅତିଥି, ସମାଜସେବୀ ପ୍ରକୃତି ବନ୍ଧୁ ସୁଭାଷ ଚନ୍ଦ୍ର ନାୟକ ମୁଖ୍ୟ ବକ୍ତା ଏବଂ ଉଦ୍ୟାନ ବିଭାଗ ଅଧିକାରିଣୀ ସତ୍ୟଭାମା ଦେବୀ, ପ୍ରାଣୀ ଚିକିତ୍ସକ ଡକ୍ଟର ଅବିନାଶ କୁମାର ପ୍ରଧାନ, ଅଗ୍ନି ନିରାପକ ଅଧିକାରୀ ଜୀବନ ପ୍ରଦୀପ ଟପ୍ପୁ ଓ କେନ୍ଦୁପତ୍ର ବିଭାଗ ରେଞ୍ଜ ଅଧିକାରୀ ପ୍ରଭାତ ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପ୍ରକୃତିର ସୁରକ୍ଷାରେ ଜୀବଜଗତର ମଙ୍ଗଳ ରହିଥିବାରୁ ଗ୍ରାମେ ଗ୍ରାମେ ଜଙ୍ଗଲ ସୁରକ୍ଷା ଓ ବନାଗ୍ନି ନିରାକରଣ ପାଇଁ ସଚେତନତା ପ୍ରକାଶ କରିବାକୁ ଆହ୍ୱାନ ଦେଇଥିଲେ। ବାମରା ବନଖଣ୍ଡ ଏସିଏଫ୍ ଜିତେନ୍ଦ୍ର କୁମାର ବେହେରା ଅତିଥି ପରିଚୟ ଦେବା ସହ ଧନ୍ୟବାଦ ଅର୍ପଣ କରିଥିଲା ବେଳେ ସମଗ୍ର ଆଲୋଚନା ଚକ୍ରକୁ ସାମାଜିକ କର୍ମୀ ଲକ୍ଷ୍ମୀଧର ବିନ୍ଧାଣୀ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବନ ସୁରକ୍ଷା ସମିତିର ସଭ୍ୟ, ପଞ୍ଚାୟତ ବିଭାଗ, କେନ୍ଦୁପତ୍ର ବିଭାଗର କର୍ମଚାରୀ ଶତାଧିକ ସଂଖ୍ୟାରେ ଅଂଶଗ୍ରହଣ କରି ଆଲୋଚନାରେ ମଧ୍ୟ ଅଂଶଗ୍ରହଣ କରିଥିଲେ।